ଟଙ୍କା 20,000 ବାଣ୍ଟୁଛି ମୁଁ କଣ ତକିଆ ତଳୁ କାଢୁଛି? ଏ ନରେନ୍ଦ୍ର ମୋଦି ତା ଗୋଡ ତଳେ ପଡିଛି, ଲଜ୍ଜା ଲାଗୁନି? ଗୋଟା ଲୋକ ଡକାୟତଟେ, ଗୋଟେ ମର୍ଡରଟେ, ଗୋଟେ ଟେରରଟେ, ଗୋଟେ ଅନ୍ୟ ଦେଶର ରାଷ୍ଟ୍ରପତି ତା ସ୍ତ୍ରୀକି ଆଣିକି ଜେଲରେ ପୁରେଇ ନିଜେ ରାଷ୍ଟ୍ରପତି ଘୋଷଣା, ଚାରିଆଡେ ଆଟାକ, ଚାରିଆଡେ ଟାକ୍ସ। ଏ ନରେନ୍ଦ୍ର ମୋଦି ତା ଗୋଡ ତଳେ ପଡିଛି, ଲଜ୍ଜା ଲାଗୁନି? ଟାକ୍ସ ପରେ ଟାକ୍ସ ବଢି ଚାଲିଛି, ଏ ଦେଶ ଦେଶ ହେଇ ଅଛି। ତେଣୁକରି କଂଗ୍ରେସ କମିଂ ୱେଟ୍। କାଲି ମନ୍ତ୍ରୀ କହିଛନ୍ତି ମହିଳା ମାନେ ବସ୍ ଚଲେଇବେ, ସିଟି ବସ୍ ନଥିଲା, ଭକ୍ତି ନଥିଲା। ତେଣୁକରି ସେ ଯାହା ହଉ ନାରୀ ମାନଙ୍କୁ ପୁରୁଷ ସାଥିରେ ସମାନ କରିବା ପାଇଁ, ଦି ଶକ୍ତି ସମାନ, ପୁରୁଷ ଆଉ ମାନେ ନାରୀ ସମାନ କରିବା ପାଇଁ ଚେଷ୍ଟା କରିଛି, ତାକୁ ଧନ୍ୟବାଦ। ଖୁବ ଭଲ କଥା। ପୁରୁଷ ମାନେ ଚଲେଇଲେ ଆମେ ପୁରୁଷ ମଡେଇ ଦେଲେ କହୁଛେ ଜମ, ତାଙ୍କୁ ଯିଏ ମଡେଇ ଦେବେ କୋଉଠି ମାରିଦେବେ, କାହାକୁ ଜମ ଆଣି କହିବା ଭଲ ହବ। ମୋ ବଡ ଭାଇ ଆସିଛନ୍ତି, ବଢିଆ ଲୋକ, ମତେ ଦେଖିଲେ ପେଟ ପୁରିଯାଏ। ଆଏ ଶୁଣ, ଲିଙ୍ଗରାଜ, ହରେକୃଷ୍ଣ ମହତାବ, ଜାନକୀ ପଟ୍ଟନାୟକ ଆମକୁ ଚିରଦିନ ଷ୍ଟେବୁଲ କରିଦେଇ ଯାଇଛନ୍ତି। ଆମେ ଧନୀ ଲୋକ ନୁହଁ, ଆମେ ସ୍ୱାଭିମାନୀ ଲୋକ। ଆଉ ଚଳିଆ ବ୍ୟବସ୍ଥା ବି କରିଦେଇଛି। ମୁଁ ଟଙ୍କା 20,000 ବାଣ୍ଟୁଛି, ମୁଁ କଣ ତକିଆ ତଳୁ କାଢୁଛି? ସେଇ ମହତାବ ଜାନକୀ ପଟ୍ଟନାୟକ ଯୋଡିଏ ଜାଗା ଦେଇଛନ୍ତି ଘର ଭଡା, ସେତିକି। ମୁଁ ଖେଳକୁ 5,000 ସେ 6 ଦେବିନି, କାରଣ ନିରଞ୍ଜନ ପଣ୍ଡା ହିମାଳୟ, ସେ ହାତ ମାରିଦେଲେ ଚଳିବ। ମୁଁ କୋଉଠି ହିମାଳୟ? ଆଜି 6 ଦେବି, ଫେର ଆର ବର୍ଷକୁ 10 ଦେବାକୁ ପଡିବ, ସେତିକି। ଆପଣ ଗୋଟିଏ ଫିକ୍ସ, ଛୋଟିଆ ଲୋକଟିଏ, ଆଉ ଠାକୁର ମୋ ଶରୀରଟାକୁ ବୁଲଉଛନ୍ତି, ସେତିକି ଦରକାର। जदि आपंक आम भिडी भल लगा तेब आम चैनल को लाइक, शेयर और सब्सक्राइब करने को जमा भी भूलु नहीं।